ବାରବାଟୀରେ ଗତକାଲି ଖେଳାଯାଇଥିବା ଭାରତ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆରେ ଭାରତ 4 ୱିକେଟରେ ବିଜୟୀ ହୋଇଛି। ହେଲେ ସବୁଠୁ ବଡ଼ କଥା ହେଲା ଭାରତର ଅଧିନାୟକ ହିଟମ୍ୟାନ୍ ରୋହିତ ବାରବାଟୀରେ ଫର୍ମକୁ ଫେରିଛନ୍ତି ଆଉ ସେ ଶତକ ହାସଲ କରିଛନ୍ତି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି 50 ଓଭରରେ ସମସ୍ତ ୱିକେଟ୍ ହରାଇ 304 ରନ୍ ସଂଗ୍ରହ କରିଥିଲା। ପରେ 305 ରନ୍ର ଲକ୍ଷ୍ୟ ନେଇ ଭାରତ ପଡ଼ିଆକୁ ଓହ୍ଲାଇଥିଲା। ପ୍ରଥମରେ ବ୍ୟାଟିଂ ଭାରତର ଓପନର ଶୁଭମ ଗିଲ୍ ଓ ରୋହିତ ଶର୍ମାଙ୍କ ପାର୍ଟନର 136 ରନ୍ କରିଥିଲା ବେଳେ ଶୁଭମ ଗିଲ୍ 52 ବଲ୍ରେ 60 ରନ୍ କରି ଆଉଟ୍ ହୋଇଥିଲେ ଓ ପରେ ରୋହିତ ଶର୍ମା 90 ବଲ୍ ଖେଳି 119 ରନ୍ରେ ଆଉଟ୍ ହୋଇଥିଲେ। ଭାରତର ଅନ୍ୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି 8 ବଲ୍ରେ 5 ରନ୍, ଶ୍ରେୟସ ଆୟର 47 ବଲ୍ରେ 44 ରନ୍, ଅକ୍ଷର ପଟେଲ 43 ବଲ୍ରେ 41 ରନ୍ କରିଥିଲା ବେଳେ କେଏଲ୍ ରାହୁଲ 10 ରନ୍, ହାର୍ଦ୍ଦିକ ପାଣ୍ଡ୍ୟା 10 ରନ୍, ଜାଡେଜା 11 ରନ୍ କରି ଭାରତକୁ 44.3 ଓଭରରେ 6 ୱିକେଟ୍ ହରାଇ 308 ରନ୍ କରି ଭାରତକୁ ବିଜୟୀ କରାଇଥିଲେ। ଭାରତର ଏହି ବିଜୟ ପରେ ଭାରତ ସିରିଜ୍ ଜିତି ନେଇଛି।